କାହାକୁ କେବେ ବି ଠକାନ୍ତୁ ନାହିଁ। ଯେମିତି କାହାକୁ ଠକେଇ କିଛି ଧରି ଆମେ ଘରକୁ ପଳେଇ ଆସୁ, କିନ୍ତୁ ପରବର୍ତ୍ତୀ ପରିସ୍ଥିତିରେ ଆମେ ସେ ଲୋକ ସାମ୍ନାରେ ମୁଣ୍ଡ ଟେକି ଠିଆ ହେବାର ସାମର୍ଥ୍ୟ ଆମର ନଥାଏ ଏବଂ ମନ ଭିତରେ ଏପରି ଏକ ଭୟ ସୃଷ୍ଟି ହୁଏ ଯାହା ଆମକୁ ରୋଗାକ୍ରାନ୍ତ କରିଦିଏ, ଭାରାକ୍ରାନ୍ତ କରିଦିଏ, ମାନସିକ ସ୍ତରରେ ଆମକୁ ନିମ୍ନଗାମୀ କରିଦିଏ। ତେଣୁ କାହାକୁ ଠକେଇ ଆମେ କିଛି ଅର୍ଜନ କରିପାରୁ, କିନ୍ତୁ ତାକୁ ହଜମ କରିବା ଏତେ ସହଜ ନୁହେଁ। ସେଇ ଅସତ୍ ଉପାୟରେ ଅର୍ଜନ କରିଥିବା ଧନକୁ ଆପଣ ହଜମ କରିବା ପାଇଁ ହେଲେ ଆପଣଙ୍କ ପାଖରେ ସାମର୍ଥ୍ୟ ଶକ୍ତି କିଛି ବି ନଥିବ ଏବଂ ଆପଣ ଘାରି ଘାରି ହୋଇ ସେଇ ଗୋଟିଏ କଥା ପାଇଁ ଆପଣ ଏପରି ରୋଗାକ୍ରାନ୍ତ, ଏପରି ମାନସିକ ସ୍ତରରେ ଚାପଗ୍ରସ୍ତ ହୋଇଯିବେ ଯେ ଆପଣଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡ଼ିବ। ତେଣୁ ପରଧନରେ ଲୋଭ କରନ୍ତୁ ନାହିଁ କିମ୍ବା କାହାକୁ ଠକେଇ କିଛି ମାରି ଆଣନ୍ତୁ ନାହିଁ, ଯାହାଦ୍ୱାରା ଆପଣଙ୍କୁ ତାର ବେଚ ପାଇଁ ଆପଣଙ୍କୁ ଅନେକ କିଛି ଦେବା ପାଇଁ ପଡ଼ିବ।